ହଁ ଶ୍ରୋତା ବନ୍ଧୁ, ବାପା ସିଏ ଯିଏ କାନ୍ଦିଲେ ନା ଆଖିରୁ ଧାର ବାହାରେ ନା କୌଣସି ଆବାଜ ହୁଏ। ସେଇ ବାପା ଯିଏ ଆମକୁ ଜୀବନରେ ଚାଲିବା ଶିଖେଇଥାନ୍ତି, ପଡ଼ିଗଲେ ଉଠେଇଥାନ୍ତି ଓ ଆଜୀବନ ସତ୍ ପରାମର୍ଶ ଦେଇ ପାଖେ ପାଖେ ରହିଥାନ୍ତି। ସେହି ବାପା କିନ୍ତୁ ଆମେ ଯେତେବେଳେ ବଡ଼ ହଉ ତାଙ୍କ ପ୍ରତି ଯେଉଁ ଅନ୍ୟାୟ କରୁ, ସେ ଅନ୍ୟାୟରେ ସେ ବହୁତ ଦୁଃଖ ପାଆନ୍ତି। ସେବା କରିବା ତ ଦୂରର କଥା, ଆଜିର ଦୁନିଆରେ ବାପା ଖାଇବା, ରହିବା, ପିନ୍ଧିବା ଏସବୁ ପ୍ରତି ଯୁବକ ସମାଜ ଜମାରୁ ଧ୍ୟାନ ଦିଅନ୍ତି ନାହିଁ। ଯିଏ ଆମକୁ କାନ୍ଧରେ ବହି ଯାତ୍ରା ଦେଖାଉଥିଲେ, ଯିଏ ଆମକୁ ବର୍ଷାରୁ ବଞ୍ଚାଇବା ପାଇଁ ନିଜ ମୁଣ୍ଡରେ ଛତା ନ ରଖି ଆଗରେ ଆମକୁ ଚାଲିବା ଶିଖେଇ ଛତା ଦେଖାଉଥିଲେ, ସେ ହିଁ ବାପା। ଯିଏ ଆମର ପ୍ରତ୍ୟେକଟି ପାଦ ପଡ଼ିବା ଜାଗାକୁ ଅନେଇ ବସିଥିଲେ, କାଳେ ସେଇଥିରେ କଣ୍ଟା କି ଗୁଡ଼ି ମାଟି ଢୁକିଯିବ। ହାତ ଧରି ପଛରେ ଥିଲେ ସତ, ଆମକୁ ଆଗରେ ଚଲେଇବା ଶିଖିଥିଲେ, ସେ ହିଁ ବାପା। ତେଣୁ ଆପଣମାନେ ଜୀବନରେ କେବେ ବି ବାପାଙ୍କ ପ୍ରତି ଅନ୍ୟାୟ ନ କରି ବାପାଙ୍କର ସେବା କରିବା ନିହାତି ଆବଶ୍ୟକ। ବାପାଙ୍କର ସେବା ଆମ ଭବିଷ୍ୟତର ଉଜ୍ଜଳମୟ। ବାପାଙ୍କ ପ୍ରତି ଯଦି ଆପଣଙ୍କ ମନରେ ସଦ୍ଭାବ ଥାଏ, ସତ୍ ଜ୍ଞାନ ଥାଏ, ବାପାଙ୍କର ସେବା କରିବାର ମନୋବୃତ୍ତି ଥାଏ, ତାହେଲେ ନିଶ୍ଚିନ୍ତ ବାପାଙ୍କୁ ଚାହିଁ ଲାଇକ୍ ସବସ୍କ୍ରାଇବ୍ କରିବେ। ଏତିକି କାମନା। ଜୟ ଜଗନ୍ନାଥ।